ଲକ୍ଷ ଲକ୍ଷ ଭକ୍ତଙ୍କ ଗହଳିରେ ଚାଲିଗଲା ଜୀବନ। ତାଙ୍କ ସହିତ ଏମିତି ଘଟିଯିବ ବୋଲି ସେ କେବେ ସୁଦ୍ଧା ଚିନ୍ତା କରିନଥିଲେ। ଏହା ଥିଲା ତାଙ୍କ ଜୀବନର ଶେଷ ରଥଯାତ୍ରା। ରଥଯାତ୍ରାରେ ଲକ୍ଷାଧିକ ଭକ୍ତଙ୍କ ଗହଳି ଭିତରେ ଏମିତି ତାଙ୍କ ଜୀବନ ଚାଲିଯିବ ସେ କେବେ ସୁଦ୍ଧା ଭାବିନଥିଲେ। ଏ ବର୍ଷ ରଥଯାତ୍ରାରେ ଶ୍ରଦ୍ଧାଳୁଙ୍କର ଲକ୍ଷାଧିକ ଗହଳି ଭିତରେ ତାଙ୍କ ଜୀବନ ଏମିତି ଚାଲିଯିବ ସେ କେବେ ସୁଦ୍ଧା ଭାବିନଥିଲେ। ପରିବାରର ତାଙ୍କର ନାତି ନାତୁଣୀ, ପୁଅ, ବୋହୂ, ତାଙ୍କ ସ୍ତ୍ରୀ ଏମିତି କାନ୍ଦୁଛନ୍ତି ଯାହା ଦେଖିଲେ ଆପଣମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ ଲାଗିବ। 2025 ମସିହା ତାଙ୍କ ପାଇଁ ଶେଷ ରଥଯାତ୍ରା ହୋଇଯିବ ବୋଲି ସେ କେବେ ସୁଦ୍ଧା ଭାବିନଥିଲେ ଏବଂ ମହାପ୍ରଭୁଙ୍କୁ ଦେଖା କରିବାକୁ ଯାଇ ସେ ଜୀବନ ଏମିତି ହାରିଦେବେ ବୋଲି ସେ ନିଜକୁ ଭାଗ୍ୟବାନ ବୋଲି ମନେ କରୁଛନ୍ତି ତାଙ୍କର ପରିବାର ଲୋକେ। କାରଣ ସେ ଘରୁ କହିଯାଇଥିଲେ ଏହା ହେବ ମୋର ଶେଷ ରଥଯାତ୍ରା। ତ ଏହି ସୁନ୍ଦର କାହାଣୀଟିକୁ ଶୁଣିବା ପୂର୍ବରୁ ଯଦି ଆପଣମାନେ ଚ୍ୟାନେଲକୁ ନୂଆ କରି ଆସିଥାନ୍ତି ତାହେଲେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବେ ଏବଂ ମହାପ୍ରଭୁ ଜଗନ୍ନାଥଙ୍କ ପ୍ରତି ଯଦି ଆପଣମାନଙ୍କ ମନରେ ଟିକିଏ ହେଲେ ଶ୍ରଦ୍ଧା ଭକ୍ତି ଥାଏ ତାହେଲେ କମେଣ୍ଟରେ ଜୟ ଜଗନ୍ନାଥ ଲେଖିଦେବେ। ଗଞ୍ଜାମ ଜିଲ୍ଲାର ଏକ ଛୋଟ ଗାଁ ବିରିଜୋଲି। ସେଠି ଥିଲେ ଜଣେ ଭକ୍ତ ଅନନ୍ତ ଦାସ। ବୟସ ହେଉଛି 78 ବର୍ଷ। ଶରୀର କ୍ଳାନ୍ତ, ଚକ୍ଷୁ ଧୀରେ ଧୀରେ ଧୂଆଁଳିଆ ହୋଇ ଆସୁଛି, କିନ୍ତୁ ମନ ଅତି ସଚେତନ। ସେ ପ୍ରତିବର୍ଷ ରଥଯାତ୍ରାକୁ ଯାଇ ମହାପ୍ରଭୁଙ୍କୁ ଦେଖିବା ଏବଂ ରଥ ଟାଣିବା, ମହାପ୍ରସାଦ ଖାଇବା ଓ ମନ୍ଦିର ଦର୍ଶନ କରିବାକୁ ତାଙ୍କ ଜୀବନର ଗୋଟିଏ ଅଂଶ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। କିନ୍ତୁ ଏବେ ବୟସ ଏତେ ବଢ଼ିଯାଇଛି, ଚାଲିବା ମୁସ୍କିଲ। ଡାକ୍ତର କହିଛନ୍ତି, ଅନନ୍ତ ବାବୁ, ଏ ବର୍ଷ ଆପଣ ଆଉ ରଥଯାତ୍ରା ଯାଇପାରିବେ ନାହିଁ, ଆଉ ଅଧିକ ଚଲାବୁଲା ମଧ୍ୟ କରିପାରିବେ ନାହିଁ। ମୁଁ ଆପଣଙ୍କୁ ବସିବାକୁ ନିର୍ଦ୍ଦେଶ ଦେଉଛି। ପୁରୀ ଯିବା ତ ଅଲଗା କଥା। କିନ୍ତୁ ଅନନ୍ତ ଦାସ ହସିକି ଉତ୍ତର ଦେଲେ, ଡାକ୍ତର ବାବୁ, ମୁଁ ପରା ସେ ଜଗାକୁ ଦେଖିବାକୁ ପ୍ରତିବର୍ଷ ଯାଉଛି। ଏ ବର୍ଷ କେମିତି ବା ନ ଯିବି? ମୋ ଶରୀର ଯେତେ ଖରାପ ହେଲେ ମଧ୍ୟ ମୁଁ ଯାଇ ମୋ ଜଗାକୁ ଶେଷ ଦର୍ଶନ କରିବି। ଏମିତି ହସି ହସି ଡାକ୍ତର ବାବୁଙ୍କୁ ଅନେକ କଥା କହୁଥାନ୍ତି। ମୋ ଶରୀର ଯଦି ନାହିଁ, ମୋ ଭକ୍ତି ଚାଲିଯିବ। ମୁଁ ଏ ବର୍ଷ ମଧ୍ୟ ରଥ ଟାଣିବି, କାରଣ ସେ ମହାପ୍ରଭୁ ମୋତେ ସବୁ ବର୍ଷ ତାଙ୍କ ଡୋରି ଲଗାଇ ନେଇଯାଆନ୍ତି ତାଙ୍କ ପାଖକୁ। 2 ଦିନ ପରେ ସେମାନେ ଚାଲି ପହଞ୍ଚିଗଲେ ପୁରୀରେ ଜୀବନର ଶେଷ ରଥଯାତ୍ରା ପାଇଁ। ପୁରୀ ପହଞ୍ଚିବା ପରେ ଗୋପାଳ ଅନନ୍ତ ବାବୁଙ୍କୁ ଆମ୍ବୁଲାନ୍ସରୁ ଚେୟାର ଉପରେ ରଖିନେଲା। ରଥ ମାର୍ଗକୁ ଅନେଇବାକୁ କହିଲା। ରଥଯାତ୍ରା ଆରମ୍ଭ ହେବା ପୂର୍ବରୁ ସେ ଲୁହ ଭରା ଚକ୍ଷୁରେ ଦେଖିଲେ ଶ୍ରୀ ଜଗନ୍ନାଥ, ସୁଭଦ୍ରା, ବଳଭଦ୍ରଙ୍କର 3ଟି ରଥ ସମ୍ପୂର୍ଣ୍ଣ ହୋଇଯାଇଥାଏ। ହେ ପ୍ରଭୁ, ମୋ ଆଖି ଦେଖିପାରୁନାହିଁ, କିନ୍ତୁ ମୋ ଭକ୍ତି ତୁମ ପାଖକୁ ଯାଉଛି। ଏ ହେଉଛି ମୋ ଜୀବନର ଶେଷ ରଥଯାତ୍ରା। ଆଉ ମୁଁ କିଛି ଚାହୁଁନି ପ୍ରଭୁ। ପ୍ରତିବର୍ଷ ଆପଣଙ୍କ ରଥ ଟାଣିବାକୁ ମୁଁ ଆସେ, କିନ୍ତୁ ଏହି ବର୍ଷ ମୁଁ ଭାବୁଛି ଏହା ମୋ ପାଇଁ ଶେଷ ରଥଯାତ୍ରା ହୋଇଯାଇପାରେ। ସେ ଦେଖିଲେ ରୋକି ରଥ ଟାଣୁଛନ୍ତି ଏବଂ ଶଙ୍ଖ ଧ୍ୱନି, ଘଣ୍ଟା ଧ୍ୱନି, ହରିନାମ ତାଳ ମଧ୍ୟରେ ଏକ ଦିବ୍ୟ ଶାନ୍ତି ତାଙ୍କ ମୁହଁରୁ ଆସିଲା। ସେହି ସନ୍ଧ୍ୟାରେ ଗୋପାଳ ତାଙ୍କ ପାଖରେ ବସିଥିଲେ। ଅନନ୍ତ ଦାସ ତାଙ୍କ ହାତ ଧରି କହିଲେ, ମୁଁ ଚାଲିଯାଉଛି ଗୋପାଳ। ମୋ ପାଇଁ ତୁମେ ଯେ ଯାହା କଲ ତାହା ମୋର ପ୍ରଭୁ ଅବଶ୍ୟ ଦେଖିଛନ୍ତି। ମୋ ରଥଯାତ୍ରା ସଫଳ। ସେ ଆଖି ବନ୍ଦ କରିଦେଲେ ଏବଂ ଶ୍ୱାସ ଧୀରେ ଧୀରେ ବନ୍ଦ ହେଲା ଏବଂ ଅନନ୍ତ ଭକ୍ତ ଜଣେ ମୁକ୍ତ ଯାତ୍ରାରେ ଚାଲିଗଲେ। କିନ୍ତୁ ଅନନ୍ତ ବାବୁ ତାଙ୍କୁ ଯିବା ପୂର୍ବରୁ ଗୋଟିଏ କଥା କହିଯାଇଥିଲେ ଯେ, ଗୋପାଳ, ମୁଁ ପ୍ରତିବର୍ଷ ରଥଯାତ୍ରା ଦେଖିବାକୁ ଆସୁଥିଲି ଏବଂ ମହାପ୍ରଭୁଙ୍କର ରଥ ଟାଣୁଥିଲି। ମହାପ୍ରଭୁଙ୍କ ଉପରେ ମୋର ଅତୁଟ ବିଶ୍ୱାସ ଭକ୍ତି ଆଜି
ତାଙ୍କ ପାଖରେ ଆସି ମୋ ଜୀବନ ଚାଲିଯିବ। କିନ୍ତୁ ମୋର ଗୋଟିଏ କଥା ତୁ ମନେ ରଖ, ମୁଁ ଯେମିତି ମହାପ୍ରଭୁଙ୍କୁ ପ୍ରତ୍ୟେକ ବର୍ଷ ଦେଖିବାକୁ ଆସେ, ମହାପ୍ରଭୁଙ୍କ ରଥ ଟାଣିବାକୁ ଆସେ, ସେଇଭଳି ତୁ ମୋର ଦାୟିତ୍ୱ ଗ୍ରହଣ କର। ତୁ ସବୁ ବର୍ଷ ସେଇ ମହାପ୍ରଭୁଙ୍କ ପାଖକୁ ଆସିବୁ ଏବଂ ମହାପ୍ରଭୁଙ୍କ ଠାରେ ରଥ ଟାଣି ମୋର ଗୁହାରି ଜଣାଇବୁ। ମୋର ଆତ୍ମାରେ ତୁ ଆସିବୁ ମହାପ୍ରଭୁଙ୍କୁ ଦେଖା କରିବାକୁ ଏବଂ ସେଇ ମହାପ୍ରଭୁଙ୍କ ପ୍ରତି ତୋର ଥିବା ଶ୍ରଦ୍ଧା ଭକ୍ତି ଏବଂ ମୋ ପ୍ରତି ଥିବା ତୋର ଶ୍ରଦ୍ଧା ଭକ୍ତି ଯେମିତି ଅତୁଟ ରୁହେ, ତୁ ପ୍ରତ୍ୟେକ ବର୍ଷ ଆସି ମହାପ୍ରଭୁଙ୍କର ରଥ ଟାଣିବୁ। ଏମିତି କଥା ଗୋପାଳ ଶୁଣି ଭୋ ଭୋ ହେଇ କାନ୍ଦି ସେଦିନ ଅନନ୍ତ ବାବୁକୁ କହିଥିଲା, ହଁ ବାବୁ, ମୁଁ ଆପଣଙ୍କର କଥା ରଖିବି। ମୁଁ ଆପଣଙ୍କୁ ଯେତିକି ସ୍ନେହ କରେ, ଆପଣଙ୍କର ଶେଷ ଇଚ୍ଛା ମୁଁ ଯେମିତି ପୂରଣ କଲି, ଆପଣଙ୍କର ଏହି ଶେଷ କଥା ମଧ୍ୟ ମୁଁ ପୂରଣ କରିବି। ମୁଁ ପ୍ରତିବର୍ଷ ଆପଣଙ୍କୁ ଏହି ଯେମିତି ରଥଯାତ୍ରା ଦେଖାଇବାକୁ ଆଣୁଥିଲି, ଆପଣଙ୍କ ଦାୟିତ୍ୱ ମୁଁ ନେଲି। ଆପଣ ଗଲା ପରେ ମଧ୍ୟ ମୁଁ ଆପଣଙ୍କ ପରି ରଥଯାତ୍ରା ସେଇ ମହାପ୍ରଭୁଙ୍କୁ ଦେଖା କରିବାକୁ ଆସିବି ଏବଂ ରଥ ଟାଣିବି। ତ ଏହି ସୁନ୍ଦର ଅନୁଭୂତିଟି ଆପଣମାନଙ୍କୁ କେମିତି ଲାଗିଛି ଆମକୁ କମେଣ୍ଟ ଦ୍ୱାରା ନିଶ୍ଚିତ ଜଣାଇବେ ଏବଂ ଆପଣଙ୍କ ଠାରେ ଯଦି ଏହିପରି କିଛି ସୁନ୍ଦର ଅନୁଭୂତି ଗୁଡ଼ିକ ଥାଏ ତାହେଲେ ଆମକୁ ମେଲ୍ ମାଧ୍ୟମରେ ପଠାଇ ପାରିବେ। ଆପଣ ଗୋଟିଏ କାଗଜରେ ଲେଖି ତାକୁ ଆମକୁ ଫଟୋ ମାଧ୍ୟମରେ ଆମର ଇମେଲ୍ ଆଇ ଡ଼ି sagarbeera857@gmail.comରେ ପଠାଇ ପାରିବେ, ଯାହାଫଳରେ ମୁଁ ଆପଣମାନଙ୍କର ଅନୁଭୂତି ସମସ୍ତଙ୍କ ଦର୍ଶକ ଠାରେ ପହଞ୍ଚାଇ ପାରିବି। ଏବଂ ବିନୀତ ଅନୁରୋଧ, ଏହିପରି ମହାପ୍ରଭୁଙ୍କର ଅନୁଭୂତି ଗୁଡ଼ିକୁ ଶୁଣିବା ପାଇଁ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ରଖିଥିବେ ଏବଂ ମହାପ୍ରଭୁଙ୍କ ଉଦ୍ଦେଶ୍ୟରେ ସୁନ୍ଦର କମେଣ୍ଟଟିଏ କରିବେ। ଏବଂ ଯଦି ଆପଣମାନେ ସଚ୍ଚା ହିନ୍ଦୁ ହୋଇଥାଏ ତାହେଲେ କମେଣ୍ଟରେ ମହାପ୍ରଭୁଙ୍କ ନାମରେ ସୁନ୍ଦର କମେଣ୍ଟଟିଏ କରିବେ ଏବଂ ସୁନ୍ଦର ସୁନ୍ଦର ଅନୁଭୂତି ଗୁଡ଼ିକୁ ଦେଖିବେ ମୋ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଦବାଇବା ପାଇଁ ଆପଣମାନେ ଜମାରୁ ବି ଭୁଲିବେ ନାହିଁ। ଜୟ ଜଗନ୍ନାଥ। ବଲାଙ୍ଗୀର ଜିଲ୍ଲାର ଗୋଟିଏ ଛୋଟ ଗ୍ରାମ ଝାଟିପଡ଼ାରେ ବାସ କରୁଥିଲେ ଜଣେ ଭକ୍ତ। ତାଙ୍କ ନାମ ଥିଲା ରଘୁନାଥ ମିଶ୍ର। ବୟସ ହେବ କ୍ଷୁଦ୍ର 65ରୁ ଅଧିକ। ଶରୀର ଚିନ୍ଦି ହେବାକୁ ଲାଗୁଛି, ହାତ କମ୍ପୁଥାଏ, ଗୋଡ଼େ ଅନେକ ବର୍ଷର ପାଲି ହାଲୁକା ଲକ୍ଷଣ ଦେଖାଯାଉଥାଏ। ତଥାପି ତାଙ୍କ ଭକ୍ତି ଥିଲା ଅତୁଟ, ଅଗାଧ ଓ ନିଷ୍ଫଳ। ପ୍ରତିବର୍ଷ ମେଳା, ରଥଯାତ୍ରା ବା ଦେବସ୍ନାନ ପୂର୍ଣ୍ଣିମା ଏହିସବୁ ଅବସରରେ ସେ ପୁରୀ ଯିବାକୁ